ଆମର କିଛି ନାହିଁ। ଏବେ ଆମର କୌଣସି ସବୁ ତାଙ୍କର କଣ କରିବା ଏବେ? ଏବେ ତାଙ୍କରି ପାଇଁ କେମିତି ଆଗକୁ ଯିବ ଆମମାନଙ୍କର ନିଷ୍ଠା ନୀତିରେ ଆଗକୁ ଯିବ। ଏବେ ପ୍ରାରମ୍ଭିକ କାର୍ଯ୍ୟକ୍ରମ ବୁଝିଲୁ? କଣ ବସିଲା? ଆରେ ଆଗ ଦେଖ ନାୟକଙ୍କ ସ୍ତ୍ରୀ ମୁଖରୁ ଶୁଣ, ତାଙ୍କ ସ୍ତ୍ରୀ ମୁଖରୁ ଶୁଣ। ମହାଜାଗର ରାତ୍ରି ଜାଗର ଏଇଟା ସୁଧୁ ଏଇଟା ଆଚ୍ଛା ନନା ତାଙ୍କ ସ୍ତ୍ରୀ ଏଠିକି ଆସିନ୍ତି ସେ କଥା ମୁଁ କହିଲି। ସେ ପରା ସାନ ଭାଇ ମିଠୁ ବାବା ଆମର ତାଙ୍କ ସ୍ତ୍ରୀ କଣ ଠିକ ଆସିବେ? ମୁଁ ସେ କଥା କହିଲି। ଆଉ କଣ କହିଲୁ? ତାଙ୍କ ମୁଖ କାହା ମୁଖ? ଏ ନାୟକଙ୍କ ମହାଶିବରାତ୍ରି ଉପଲକ୍ଷେ ଆୟୋଜିତ ଆମର ଏ ପାଲା 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 ହରିହରଙ୍କର ମିଳନ ସତ୍ୟ ନାରାୟଣଙ୍କର ଆବିର୍ଭାବ କୈଳାସପତି ଦେବଦେବ ମହାଦେବଙ୍କର ଆଜି ହେଉଛି ମହା ଉଜାଗର ରଜନୀ। ଶ୍ରଦ୍ଧାଳୁ ଭକ୍ତମାନଙ୍କର ଆଗ୍ରହପୂର୍ଣ୍ଣ ଉପବାସ ଏବଂ ଭଗବାନଙ୍କ ପ୍ରତି ସହିତ ପ୍ରେମ ଭକ୍ତିର ଅର୍ପଣ। ଅର୍ପଣ ଆମ ଗାଁର ନିୟମକୁ ମାନିବା ହେଉଛି କଳାକାରର ଧର୍ମ। ପ୍ରଥମ କଥା, ଗାୟକ ହିସାବରେ ଗାୟକର କର୍ତ୍ତବ୍ୟ ମୃଦଙ୍ଗ ପାଇଁ ଦୁଇଧାଡ଼ି ଆଲୋଚନା କରିବା, ମୃଦଙ୍ଗ ମାଧ୍ୟମରେ ବାଦ୍ୟ କିଛି ପରିବେଷଣ କରିବା। ତାପରେ ଗାୟକ ମହୋଦୟ ମଞ୍ଚାସୀନ ହେଲା ମାତ୍ରେ ବିଭିନ୍ନ ପ୍ରକାରର ନ୍ୟାୟ ଶାସ୍ତ୍ର ପୁରାଣ କାବ୍ୟ ସବୁ ଆଲୋଚନା କ୍ଷେତ୍ରକୁ ଆସିବା। ଯଦି ଆମ କର୍ମ ଠିକ ଅଛି ତାର ଭଲ ଫଳ ଆମକୁ ମିଳିଥାଏ। ଯଦି କର୍ମ ଖରାପ ହେଇଯାଏ ଫଳ ମିଳିଥାଏ। ନା ନାଇଁ। ତେଣୁ ଆମର ଏଇ ସନାତନ ଧର୍ମର ପରମ୍ପରା କାହିଁ କେତେ ପ୍ରାଚୀନ ନା ଆମେ ସେ ବିଷୟରେ ଜାଣୁ ନା ଆଜିର ବିଜ୍ଞାନ ସେ ବିଷୟରେ ଜାଣେ। ସମସ୍ତଙ୍କୁ ଯଦି ଯାହାକୁ ବି ପଚରାଯାଏ ଏ ସନାତନ ପରମ୍ପରା କେବେର ସମସ୍ତେ ନିରୁତ୍ତର। କାହାଙ୍କ ମୁହଁରେ ଉତ୍ତର ନାହିଁ ଯେ ସଭ୍ୟତା କେବେ ସୃଷ୍ଟି ହେଇଥିଲା, ଏ ଧର୍ମ କେବେ ଗଢ଼ା ହେଇଥିଲା। ବୈଜ୍ଞାନିକ ପାଖରେ ଉତ୍ତର ନାହିଁ କି କାହାରି ପାଖରେ ମଧ୍ୟ ନାହିଁ। ତେଣୁ ଏତେ ସୁନ୍ଦର ପରମ୍ପରା ଭିତରେ ସାରା ବର୍ଷ ସନାତନୀଙ୍କର ବିଭିନ୍ନ ପ୍ରକାରର ପରମ୍ପରା ରହିଛି। ତା ଭିତରୁ ଆମେ ସେଇ ପରମ୍ପରା ଭିତରୁ ଗୋଟିଏ ନୂଆ ଜିନିଷ ବୁଝିବା, ଆମର ମୃଦଙ୍ଗ ଶାସ୍ତ୍ର। ଦିନକର ଘଟଣା କୈଳାସ ପର୍ବତର ଶିଖର ଭାଗରେ ଥିବା ଏକ ରତ୍ନବେଦୀ ଉପରେ ଦେବଦେବ ମହାଦେବ ତପସ୍ୟାର ରତ ଥିଲେ। ଯେଉଁ ତପସ୍ୟା ଦ୍ୱାରା ଏ ସଂସାରକୁ ସୃଷ୍ଟି କରାଯାଇଥାଏ, ଏ ସଂସାରର ହିତ କାର୍ଯ୍ୟ କରାଯାଇଥାଏ, ସେ ହିତ ସାଧନା କରିବା ପାଇଁ ଦେବଦେବ ମହାଦେବ ଯେତେବେଳେ ଧ୍ୟାନ ମୁଦ୍ରାରେ ଥିଲେ ତାଙ୍କରି ମୁଖରୁ ଗୋଟିଏ ଶବ୍ଦ ସୃଷ୍ଟି ହେଲା। ତାହା ହେଉଛି ତ। ଶବ୍ଦ ସୃଷ୍ଟି ହେଲା ତ। ଆରେ ତୋର ଯଦି ଭଲ ହଉଥାନ୍ତା ପାଠ, ତୁ ଚାକିରି ବାକିରି କରିକି ବର୍ତ୍ତମାନ ତୁ ଥାନ୍ତୁ ଅଫିସର ହେଇକି, ତୁ ଏମିତି ମୋ ପଛରେ ଝାଞ୍ଜ ବାଡ଼ଉଥାନ୍ତୁ। ଦୀର୍ଘ 45 ବର୍ଷ ହେଲା ତୁ ଝାଞ୍ଜ ବାଡ଼େଇଲୁ, ତୋର ପ୍ରମୋସନ ହେଇପାରିଲାନି। ଯୋଉମାନେ ସାଙ୍ଗୀ ବହୁଥିଲେ ସେମାନେ ରାଜମିସ୍ତ୍ରୀ ହେଇକିରି ସେମାନେ ଦୁନିଆ ଜାଗା ବାଡ଼ି କିଣିକିରି ଆଗେ 3 ମହଲା ବିଲ୍ଡିଂ ଗଲେ। ଇଏ କୋଉଦିନ ଗାୟକ ହେଇପାରିଲା ନା? ଏ ବର୍ଷ ଆମର ଅନୁଷ୍ଠାନର ଭାଇମାନେ ସବୁ ଆୟୋଜନ କରିଛନ୍ତି। ଦିନକୁ ଦିନ ଆମର ବୟସ ବଢୁଛି, ଆମେ
କାନରେ କଥା ବାଜିଲା ଭଳିଆ ହଁ ବନ୍ଦୋବସ୍ତ କରିବା କଥା ନା ଆଉ। କଣ କରିବା ସାଉଣ୍ଡ ଭାଇକି ଆପଣ ଟିକେ ଅଧିକା ପଇସା ଦେଇ ତାକୁ ଅଧିକା ପାୱାର ମେସିନ୍ ଲଗେଇଲେ ନା ଗହ ଗହ ଏଇ ସାଉଣ୍ଡଟା ହବ। ଭଗବାନ ଜଗନ୍ନାଥ ଦାରୁ ବ୍ରହ୍ମ ଆରୁ ରହ ଆଜ୍ଞା ପ୍ରଥମେ ଗୋଟିଏ ଅବତାର ନେଲେ। କୋଉଟା ସେଇଟା କୋଉ ଅବତାର? କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ ନାମକ କାବ୍ୟ ଗ୍ରନ୍ଥରେ ଆଜ୍ଞା ଗୋଟିଏ ପଦ ଉଲ୍ଲେଖ କଲେ। କେମିତି କଣ କଲେ କହିଲା ରୋହିତ ରୋହିତ ଟିକେ ରେଷ୍ଟ ଗୋଟା ଟଙ୍କା ବି ଦେବା କଥା ନୁହଁ। ମୁଁ ଖାଇବୁନି ଖାଇବା ଭଳିଆ କାଳ ଭଳିଆ ହଉଛୁ। ଆରେ ଆରେ କଥା ଅଛି ଯଦି ଖାଇବେ ଖାଇବେ ଠେଲା ହେଲା ନହେଲେ ଭଲ ମନ୍ଦ ଖାଇବେ ଖରାପ ହେଲା। ଆମ ଭାଗ କମି ଯାଉଛି ଯାହା ଟିକେ ନ ପଡ଼ିଲେ କେତେ ତେଣୁ ହେ ମୋ ନମସ୍ୟ ଜ୍ଞାନ ମଣ୍ଡଳୀ ମୋହିତ ରୋହିତ ଲୀଳା ରୋହିତ ମୁରତି ମୁରତି ବେଗେ ଦର ଦୈତ୍ୟ ଦର ଦାନେ ଦେଲ। ମାନେ ଆଜ୍ଞା ଗୀତଟି ଗାଇଦେଲି। ହଁ ଗୀତ ଗାଇଲ ଆପଣମାନେ ଓଡ଼ିଆ ଓଡ଼ିଆ ମୁଁ ଓଡ଼ିଆ ଗୀତ ହିଁ ଗାଇଲି। ଓଡ଼ିଆ ଗାଇଲ ତାକୁ ଲେଖିଲେ ଓଡ଼ିଆ କବି। ହଁ ଯିଏ ଓଡ଼ିଆ ଭାଷା ଛଡ଼ା ହଁ ଇଏ ସଂସ୍କୃତ ନୁହଁ ନା କି ବଙ୍ଗାଳୀ ନୁହଁ ନା କି ମଲୟାଲମ ନୁହଁ ନା କି ଆପଣଙ୍କର ଉର୍ଦ୍ଦୁ ନୁହଁ ତେଲୁଗୁ କି ତେଲୁଗୁ ତାମିଲ ନୁହଁ। ନାଇଁ ଯେ ମୋ ନିଜ ମାତୃଭାଷାରେ ମୁଁ ଦୁର୍ବଳ। ଯିଏ ନିଜ ମାତୃଭାଷାରେ ଦୁର୍ବଳ ଆଉ କଣ ତାକୁ ଜ୍ଞାନୀ କୁହାଯାଏ ନାହିଁ, ନା ତାକୁ ଅଜ୍ଞାନ କୁହାଯାଏ। ଅଜ୍ଞାନ ଏ କଥା କହିଲା କିଏ? କିଏ କହିଲା ଆପଣଙ୍କର ସ୍ୱଭାବ କବି ଗଙ୍ଗାଧର ମେହେର। ହଁ ରଙ୍ଗା ଜୀବ ଗଙ୍ଗାଧର ମେହେର ହଁ ସମ୍ବଲପୁର ଜିଲ୍ଲାର ଆଚ୍ଛା ଯୋଉ ଜିଲ୍ଲାର ଭାଷା ଆମ ଓଡ଼ିଆ ଭାଷାରେ ମିଶେ ନାହିଁ। ନାଇଁ ମିଶେନି ତାଙ୍କର ଭାଷା ସ୍ୱତନ୍ତ୍ର ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ପାଇଁ ସେମାନେ ଲାଗିଛନ୍ତି। ହଁ ଲାଗିଛନ୍ତି ସେଇ ସମ୍ବଲପୁରରେ ଜନ୍ମ ନେଇଥିବା ବରଗଡ଼ରେ ଜନ୍ମ ନେଇଥିବା ପୁଅ ଗଙ୍ଗାଧର ମେହେର ଗଙ୍ଗାଧର ମେହେର ସେ କହିଲେ ଯେ ଆପଣମାନେ ଜ୍ଞାନୀ କି ଅଜ୍ଞାନ? ହଁ ଜାଣିବା କହିଲା ମାତୃଭୂମି ମାତୃ ହଉ ହଉ ଭାଷାରେ ମମତା ସାଧୁ ଯେ ଜନମି ନାହିଁ। ଯିଏ ନିଜ ବାପା ମାଙ୍କୁ ଭଲ ପାଏ ନା, ନା ଯିଏ ନିଜ ଗାଁ ମାଟିକି ଭଲ ପାଏ, ଜାଗା ପରେ ଜାଗା କିଣି ହଁ ଆପଣ ଭୁଲି ଯାଉଛନ୍ତି ଆପଣଙ୍କର ମାତୃଭୂମି ହଁ ଆଉ ଆପଣ ମାତୃଭାଷାକୁ କଣ ଭଲ ପାଇବେ? କେମିତି କହିବି କାଇଁ ଭାବିବେ କହିବେ। ଆପଣଙ୍କର ଏମିତି ଧାରଣା ଅଛି। ତେଣୁ ଆପଣଙ୍କର ଜାଣି ଶୁଣିକି ଟେଲିଭିଜନ ପରଦାରେ ହଁ ଯେତେବେଳେ ଆମେ ଆପଣଙ୍କର ସିରିଏଲ କିମ୍ବା ସିନେମା ହଁ କଳାକାରମାନଙ୍କୁ ଆମେ ଦେଖୁ ସେମାନଙ୍କର ଇଣ୍ଟରଭ୍ୟୁ ନିଆଯାଏ, ସେତେବେଳେ ସେମାନେ କଥା କହୁ କହୁ ହଁ ପ୍ରତି ବାକ୍ୟରେ ହଁ 4-5 ଲେଖା ଇଂରାଜୀ ଶବ୍ଦ ଯୋଡ଼ିଛନ୍ତି। ଚାମ୍ପୁ ତାପରେ ଇଏ ହେଲା ଆମର ଆଦର। ଆଦର ଆମେ ନିଜ ମାତୃଭାଷାକୁ ଘୃଣା କରି ହଁ ପରମୁଖାପେକ୍ଷୀ କାହିଁକିନା ଗୋଲାମଗିରି କରିବାଟା ଆମର ଅଭ୍ୟାସ। ଅଭ୍ୟାସ ଆମକୁ ଗୋଲାମୀ ଶିଖେଇ ଦେଇଛନ୍ତି ଇଂରେଜ ମାନେ। ଇଂରେଜ ସେଇ ଦିନଠୁ ଗୋଲାମଗିରି କରିବା ଆଜ୍ଞା ଆମ ଓଡ଼ିଆଙ୍କର ଅଭ୍ୟାସ। ଅଭ୍ୟାସ
ଆମ ଓଡ଼ିଆ ବାଲା ଭଦ୍ରକ ଡେଇଲା ପରେ ଆସୁ ନ ଆସୁ ବଙ୍ଗାଳୀ କହିବା ଆରମ୍ଭ କରନ୍ତି। ସେ ଜାଣନ୍ତି ମୋର ଭୁଲ ହଉଛି କି ଠିକ ହଉଛି। ଓଡ଼ିଆ ରାଗିଲେ ହିନ୍ଦୀ କହେ, ଓଡ଼ିଆ ଭଦ୍ରକ ଡେଇଲେ ବଙ୍ଗାଳୀ କହେ। ଆଚ୍ଛା ବଙ୍ଗାଳୀ ଓଡ଼ିଆ ଆସିଲେ କୋଉଦିନ ଓଡ଼ିଆ କହିବାର ଆପଣ ଚେଷ୍ଟା କରିଛନ୍ତି? ପୁରୀ ଆସୁଛନ୍ତି ବଙ୍ଗାଳୀ, ବିଭିନ୍ନ ତୀର୍ଥସ୍ଥାନକୁ ଆସୁଛନ୍ତି ବଙ୍ଗାଳୀ। ଆପଣ କୋଉଦିନ ଶୁଣିଛନ୍ତି ସେମାନେ ଇଂରାଜୀ ସେମାନେ କଣ ଇଂରାଜୀ ଶିଖିଲେ ଭାଇ ମାନେ? ଶୁଣ ବାବୁ, ଯେତେ ଜାଲିଆ ସେତେ ହାଲିଆ। ଏଇଟା ତତେ ମୁଁ କହୁନି, ବ୍ରହ୍ମାଣ୍ଡ ପାଇଁ କହୁଛି। ମୋର ଏଇ ବିଷୟବସ୍ତୁ ଭିତରେ ସେଇ କଥା ଅଛି। ଯେତେ ଜାଲିଆ ସେତେ ହାଲିଆ। ତାହେଲେ ଜାଲିଆ କିଏ? ହାଲିଆ ହେଲା କିଏ? ଆପଣଙ୍କର ଗୋଟିଏ ପବିତ୍ର ପୁରାଣ ରାମାୟଣ। ଭଗବାନ ଶିବଙ୍କର ଆଜି ପବିତ୍ର ଦିନ। ଭଗବାନ ଶିବ ଭଗବାନ ରାମଙ୍କର ପ୍ରିୟ ଭକ୍ତ। ଭଗବାନ ଶିବ ସଦାବେଳେ ରାମ ତାରକ ମନ୍ତ୍ର ଜପ କରନ୍ତି। ଓಂ ରାଙ୍ଗ ରାମାୟ ନମଃ, ଓಂ ରାଙ୍ଗ ରାମାୟ ନମଃ। এই রাম তারক মন্ত্রকু দেবদেব মহাদেব প্রত্যেক দিন প্রতি মুহূর্তরে নিজ মুখরে উচ্চারণ করନ୍ତି। এই রাম তারক মন্ত্রকু জপ করি ଆପଣଙ୍କର ଓଡ଼ିଶାର ପ୍ରସିଦ୍ଧ କବି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସିଦ୍ଧି ଲାଭ କରି କବିତ୍ୱ ପ୍ରାପ୍ତ ହେଲେ ବୋଲି ଲାବଣ୍ୟବତୀ ଗ୍ରନ୍ଥରେ ନିଜର ସ୍ୱୀକାରୋକ୍ତି ପ୍ରଦାନ କରିଛନ୍ତି। ଭଞ୍ଜ କବି ଲାବଣ୍ୟବତୀରେ କହିଛନ୍ତି କଣ କହିଲେ? ତଦ୍ଗତ ତାହାଙ୍କ ତନୁଜ ନରେଶ ନୀଳକଣ୍ଠ ଭଞ୍ଜ। ତଦ୍ଗତ ତାହାଙ୍କ ତନୁଜ ନରେଶ ନୀଳକଣ୍ଠ ଭଞ୍ଜ। প্রসিদ্ধ রাজা হলেন ধনঞ্জয় ভঞ্জ। ধনঞ্জয় ভঞ্জଙ୍କର ପୁଅ ହେଲେ ରାଜା ନୀଳକଣ୍ଠ ଭଞ୍ଜ। ନୀଳକଣ୍ଠ ଭଞ୍ଜଙ୍କର ପୁଅ ବଡ ପୁଅ ହେଲେ ଉପେନ୍ଦ୍ର ଭଞ୍ଜ। କହିଲେ ଉପେନ୍ଦ୍ର ଭଞ୍ଜ କହିଲେ ମୁଁ କବି ହେଇନଥିଲି, କବିତା ରଚନା କରିବା ମୋ ପକ୍ଷରେ ସମ୍ଭବ ହେଇନଥିଲା। ଓଡଗାଁ ଗଲି, ଓଡଗାଁ ରଘୁନାଥଙ୍କ ନିକଟରେ ଅଧିଆ ପଡ଼ିଲି, ରାମ ତାରକ ମନ୍ତ୍ରକୁ ସିଦ୍ଧି କଲି। ଲକ୍ଷାଧିକ ଥର ପୁରସ୍କରଣ କରିବା ଦ୍ୱାରା ରାମ ତାରକ ମନ୍ତ୍ର ସିଦ୍ଧି ହେବା ପରେ ମୋ ହୃଦୟରେ ଅପୂର୍ବ ପବିତ୍ର ଜାଗ୍ରତ ହେଲା। ଆଜି ଆପଣମାନେ ମତେ କହୁଛନ୍ତି କବି ସମ୍ରାଟ ବୋଲି। ସେଇ ରାମଙ୍କର ପବିତ୍ର କାହାଣୀ ଯୋଉ ପୁରାଣରେ ଅଛି ତାହାକୁ ଆପଣ କହୁଛନ୍ତି ରାମାୟଣ। ଶବ୍ଦର ପ୍ରକୃତ ଅର୍ଥ ହେଲା ମାର୍ଗ। ରାମ ଯୋଉ ମାର୍ଗରେ ଯାଇଛନ୍ତି ଆପଣ ରାମାୟଣକୁ ପଢିବେ ପୁଣ୍ୟ ହବନି, ଗୀତାକୁ ପଢିବେ ପୁଣ୍ୟ ହବନି। ଆପଣ ଗୀତାକୁ ଆଚରଣ କରିବେ। ଯଦି ନିଜର କର୍ମକ୍ଷେତ୍ରରେ ନିଜର ଜୀବନ ଭିତରେ ଆପଣ ଆଚରଣ ଭିତରେ ତାକୁ ପ୍ରତିଷ୍ଠିତ କରନ୍ତି ତାର ଉପକାର ପାଇଲେ ଆପଣ ରାମମୟ ହେଇଯିବେ। ଆପଣ ରାମ ହେଇଯିବେ କିମ୍ବା କୃଷ୍ଣ ହେଇଯିବେ। ଖାଲି ଚିନି ଚିନି କହିଲେ ପାଟି ମିଠା ହବନି, ଖାଲି ଛେନାପୋଳ ଛେନାପୋଳ କହିଲେ ପାଟି ସୁଆଦିଆ ହବନି। ତେଣୁ ହେ ମୋ ନମସ୍କାରୀ ମଣ୍ଡଳୀ, ଆପଣ ଭଗବାନ ରାମଙ୍କର କଥାକୁ ଶୁଣନ୍ତୁ, ତାପରେ ସେଇଭଳି ଆଚରଣ କରନ୍ତୁ। ମୁଁ ଆପଣଙ୍କୁ ପବିତ୍ର ରାମ କାହାଣୀ ଭିତରୁ ଅଳ୍ପ କିଛି କହୁଛି। ଦିନ ଭିତରେ ଥିବା ଗୋଟିଏ ଛୋଟିଆ ପର୍ବତ ଯାହାର ନାଁ ହେଲା ସୁବଳ ପର୍ବତ। ସୁବଳ ପର୍ବତ ଉପରେ ବସିଛନ୍ତି ପୁରୁଷୋତ୍ତମ ରାମ, ଅଯୋଧ୍ୟା ରାଜପୁତ୍ର, ଦଶରଥ ଭଗବାନ ରାମ ବସିଛନ୍ତି ସୁବଳ ପର୍ବତ ଉପରେ। କେମିତି ବସିଲେ? ଓଡ଼ିଆର ଆଉ ଜଣେ ରାମାୟଣକାର ଯାହାଙ୍କର ନାଁ ହେଲା ବିଶ୍ୱନାଥ ଖୁଣ୍ଟିଆ, ଲୋକେ କହନ୍ତି ବିଶି ଖୁଣ୍ଟିଆ। ତାଙ୍କର ଦ୍ୱାରା ରଚନା କରାଯାଇଥିବା ଗୋଟିଏ ରାମାୟଣ ଯାହାର ନାଁ ହେଲା ବିଚିତ୍ର ରାମାୟଣ ବା ବିଶି ରାମାୟଣ। ବିଶି କହିଲେ ସୁବଳ ପର୍ବତ ଉପରେ ପ୍ରଭୁ ରାମ କେମିତି ମୁଦ୍ରାରେ କେମିତି ବାକ୍ୟରେ କେମିତି ରାମାୟଣ ରାଗ ହେଲା ପରେ
ବିଜୟ